ଆଜି ଆମେ ଗୋଟେ ବହୁତ ମଜାଦାର ଦ୍ୱନ୍ଦ୍ୱ ଉପରେ ଚର୍ଚ୍ଚା କରିବାକୁ ଯାଉଛୁ। ଆମେ ଏକ ଏମିତି ଦୁନିଆରେ ବଞ୍ଚୁଛୁ ଯେଉଁଠି ନିଜକୁ ପ୍ରମୋଟ କରିବା, ନିଜ କଥାକୁ ବଡ଼ ପାଟିରେ କହିବା ଏସବୁକୁ ସଫଳତାର ଚାବିକାଠି ବୋଲି କୁହାଯାଏ। ଏକଦମ। କିନ୍ତୁ ଆମ ପାଖରେ ଆଜି ଯେଉଁ ଉତ୍ସ ଅଛି ତାହା ଏହା ଠିକ୍ ଓଲଟା କଥା କହୁଛି ଯେ ପ୍ରକୃତ ଶକ୍ତି ଆସେ ବିନୟରୁ। ଏହା କେମିତି ସମ୍ଭବ? ଆଉ ଏହି ପ୍ରଶ୍ନଟି ହିଁ ଆଜିର ଆଲୋଚନାର ମୂଳ। ଆମେ ପୁରୀର ଦକ୍ଷିଣମୂର୍ତ୍ତି ମଠ ଦ୍ୱାରା ପରିଚାଳିତ ବାଳବୋଧ କାର୍ଯ୍ୟକ୍ରମର ଏକ ପୁସ୍ତିକା ଦି ଫାଉଣ୍ଡେସନ୍ ବିନୟର ଯାଦୁ ଉପରେ ଆଲୋଚନା କରୁଛୁ। ଆଚ୍ଛା। ଏହା ମୁଖ୍ୟତଃ ପିଲାମାନଙ୍କ ପାଇଁ ତିଆରି ହୋଇଛି, କିନ୍ତୁ ଏଥିରେ ଥିବା ଜ୍ଞାନ ଆମ ସମସ୍ତଙ୍କ ପାଇଁ ପ୍ରାସଙ୍ଗିକ। ଠିକ୍। ତେବେ ଚାଲନ୍ତୁ ସିଧା ଏହାର ମୂଳ ବିଚାରକୁ ଯିବା। ପୁସ୍ତିକାର ଆରମ୍ଭ ଏକ ବହୁତ ସୁନ୍ଦର ଚିତ୍ରରୁ ହେଉଛି। ଏକ ଫଳଭରା ଆମ୍ବ ଗଛ। ହଁ। ଆପଣ କେବେ ଭାବିଛନ୍ତି ଗୋଟେ ଗଛର ଆଚରଣରୁ ଆମେ ଜୀବନର ଏତେ ବଡ଼ ରହସ୍ୟ ଶିଖିପାରିବା? ମୋତେ ଏହି ଉଦାହରଣଟି ବହୁତ ଭଲ ଲାଗେ, କାରଣ ମୁଁ ଦେଖିଛି ଯେଉଁ ଲୋକମାନେ ନିଜ କ୍ଷେତ୍ରରେ ପ୍ରକୃତରେ ବଡ଼, ଯେମିତି ଜଣେ ବଡ଼ ବୈଜ୍ଞାନିକ କିମ୍ବା କଳାକାର, ସେମାନେ ପ୍ରାୟତଃ ବହୁତ ନମ୍ର ହୋଇଥାନ୍ତି। ସେମାନେ ସହଜରେ କହିଦିଅନ୍ତି, ମୁଁ ଏ ବିଷୟରେ ଜାଣିନି। ସତ କଥା। ଏହା ସେହି ଫଳଭରା ଗଛଗୁରି, ଯିଏ ଜାଣେ ଯେ ସେ ପରିପୂର୍ଣ୍ଣ, ତେଣୁ ତାକୁ ଦେଖେଇ ହେବାର ଆବଶ୍ୟକତା ନାହିଁ। ଆପଣ ଏକଦମ ସଠିକ୍ କଥା କହିଲେ। ପୁସ୍ତିକାରେ ଏହି ତୁଳନାକୁ ବହୁତ ସ୍ପଷ୍ଟ ଭାବେ ବର୍ଣ୍ଣନା କରାଯାଇଛି। ଯେଉଁ ଗଛରେ ଫଳ ନଥାଏ ସେ ପୁରା ସିଧା ଟାଣ ହୋଇ ଛିଡ଼ା ହୁଏ। ହଁ, ଯେମିତି ଗର୍ବ ଦେଖାଉଛି। ହଁ, ଯେମିତିକି ସେ ନିଜର ଶୂନ୍ୟତାକୁ ଲୁଚାଇବା ପାଇଁ ଗର୍ଭର ମୁଖା ପିନ୍ଧିଛି। କିନ୍ତୁ ଯେଉଁ ଗଛ ଫଳରେ ଭରି ହୋଇଥାଏ, ତାର ଭାରରେ ତାର ଡାଳ ଆପେ ଆପେ ମାଟି ଆଡ଼କୁ ନଇଁ ଆସେ। ଆଚ୍ଛା। ଏହା ଦୁର୍ବଳତା ନୁହେଁ, ଏହା ହେଉଛି ସମୃଦ୍ଧି ଏବଂ ଉଦାରତାର ପ୍ରତୀକ। ସେ ଯେମିତି କହୁଛି, ମୋ ପାଖରେ ଯାହା ଅଛି ତାହା ସମସ୍ତଙ୍କ ପାଇଁ। ବାଃ, ବହୁତ ସୁନ୍ଦର। ଆଉ ଏହି ବିଚାରକୁ ଆମ ପୂର୍ବପୁରୁଷମାନେ ଏକ ସଂସ୍କୃତ ଶ୍ଲୋକରେ ବାନ୍ଧି ରଖିଛନ୍ତି। ହଁ, ସେହି ପ୍ରସିଦ୍ଧ ଶ୍ଲୋକଟି। ନମନ୍ତି ଫଲିନୋ ବୃକ୍ଷାଃ ନମନ୍ତି ଗୁଣିନୋ ଜନାଃ। ଶୁଷ୍କ କାଷ୍ଠାଶ୍ଚ ମୂର୍ଖାଶ୍ଚ ନ ନମନ୍ତି କଦାଚନ। ଏକଦମ। ଅର୍ଥାତ୍ ଫଳରେ ଭରପୁର ଗଛ ନଇଥାଏ, ଗୁଣୀ ଲୋକ ନମ୍ର ଦେଇଥାନ୍ତି, କିନ୍ତୁ ଶୁଖିଲା କାଠ ଆଉ ମୂର୍ଖ ଲୋକ, ସେମାନେ କେବେ ବି ନୁଅନ୍ତି ନାହିଁ। ସେମାନେ ଭାଙ୍ଗିଯିବେ ପଛେ ନୁଇଁବେ ନାହିଁ। ଏହା ଶୁଣିବାକୁ ତ ବହୁତ ଭଲ ଲାଗୁଛି, କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ହଁ, କୁହନ୍ତୁ। ଆମେ ଆମ ଚାରିପଟେ ଏମିତି ଅନେକ ଲୋକଙ୍କୁ ଦେଖୁ ଯେଉଁମାନେ ବହୁତ ଅହଙ୍କାରୀ, କିନ୍ତୁ ତଥାପି ବହୁତ ସଫଳ। ସେମାନେ ତ ଶୁଖିଲା କାଠ ପରି ଭାଙ୍ଗି ଯାଉନାହାନ୍ତି, ବରଂ ଆହୁରି ଉପରକୁ ଯାଉଛନ୍ତି। ତେବେ ଏହି ଶ୍ଲୋକର ଜ୍ଞାନ କ'ଣ ଆଜିର ଦୁନିଆରେ କାମ କରୁନାହିଁ? ଏହା ଏକ ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଏହି ଶ୍ଲୋକ ବା ପୁସ୍ତିକାର ଉଦ୍ଦେଶ୍ୟ କ୍ଷଣିକ ସଫଳତା ବିଷୟରେ କହିବା ନୁହେଁ। ଆଚ୍ଛା। ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ସ୍ଥିରତା ଏବଂ ପ୍ରକୃତ ସମ୍ମାନ ବିଷୟରେ କହିବା। ଯେଉଁ ଶୁଖିଲା କାଠ କଥା କୁହାଯାଉଛି, ତାହା ବାହାରୁ ଦେଖିବାକୁ ହୁଏତ ବହୁତ ଶକ୍ତ ଲାଗିପାରେ, କିନ୍ତୁ ଯେତେବେଳେ ଜୀବନର ପ୍ରକୃତ ଝଡ଼ ଆସେ, ଯେମିତିକି ଏକ ବଡ଼ ବିଫଳତା କିମ୍ବା ଏକ ଅପ୍ରତ୍ୟାଶିତ ସଙ୍କଟ, ସେତେବେଳେ ସେହି କାଠର କଠୋରତା ହିଁ ତାର ଭାଙ୍ଗିବାର କାରଣ ନୁହେଁ। କାରଣ ସେ ନଇଁ ପାରେନି। ଠିକ୍। ତା ପାଖରେ ନଇଁଯାଇ ପରିସ୍ଥିତି ସହ ଖାପ ଖୁଆଇବାର କ୍ଷମତା ନଥାଏ। ଅନ୍ୟପଟେ ଯିଏ ନମ୍ର, ସେ ସେହି ଝଡ଼ରେ ନଇଁଯାଏ, କିନ୍ତୁ ଝଡ଼ ପରେ ପୁଣି ଛିଡ଼ା ହୋଇଯାଏ। ଆଚ୍ଛା, ବୁଝିଲି। ତେବେ ବିନୟ ଏକ ପ୍ରକାରର ଶକ୍ ଅବଜର୍ଭର ଭଳି କାମ କରେ। ଏହା ବାହିକ ଆଘାତରୁ ଆମକୁ ବଞ୍ଚାଏ। ହଁ, ଏମିତି କହିପାରିବା। ଏହି ଯେଉଁ ଅଲଗା ପ୍ରକାରର ଶକ୍ତି କଥା ଆପଣ କହିଲେ, ଏହାକୁ ବୁଝାଇବା ପାଇଁ ଆମ ପୁରାଣରେ ଏକ ବହୁତ ସୁନ୍ଦର କାହାଣୀ ଅଛି, ନା କ'ଣ? ଗଣେଶ ଆଉ କାର୍ତ୍ତିକେୟଙ୍କ କାହାଣୀ। ହଁ, ସୁନିଲି, ଜାନଫଳର କାହାଣୀ। ସଂକ୍ଷେପରେ କହିଲେ, ଥରେ ନାରଦ ଶିବ ପାର୍ବତୀଙ୍କୁ ଏକ ଦୁର୍ଲଭ ଜ୍ଞାନ ଫଳ ଦେଲେ, ଯାହାକୁ ଭାଗ କରାଯାଇପାରିବା ନାହିଁ। ତେଣୁ ଶିବ ଏକ ପ୍ରତିଯୋଗିତା ରଖିଲେ, ଯିଏ ପୁରା ବ୍ରହ୍ମାଣ୍ଡକୁ 3 ଥର ପରିକ୍ରମା କରି ପ୍ରଥମେ ଫେରିବ, ସେ ହିଁ ଫଳ ପାଇବ। ଏହା ଶୁଣିବା ମାତ୍ରେ କାର୍ତ୍ତିକେୟ ସଙ୍ଗେ ସଙ୍ଗେ ବାହାରିଗଲେ। ହଁ, ନିଜର ଦ୍ରୁତଗାମୀ ମୟୂରରେ ବସି ବାହାରିଗଲେ। ତାଙ୍କର ପନ୍ଥା ଥିଲା ଗତି, ପରିଶ୍ରମ ଆଉ ନିୟମର ସିଧା ସଳଖ ପାଳନ। କିନ୍ତୁ ଗଣେଶ କିଛି ଅଲଗା କଲେ। ସେ ଜାଣିଥିଲେ ଯେ ତାଙ୍କର ମୂଷା ବାହନ କେବେ ବି ମୟୂର ସହ ଦୌଡ଼ି ଜିତିପାରିବନି। ଏଠାରେ ହିଁ କାହାଣୀଟି ମୋତେ ବହୁତ ଆକର୍ଷିତ କରେ। ଏକଦମ। ସେ ହାର ମାନିଲେନି, ବରଂ ସମସ୍ୟାଟିକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖିଲେ। ଏକଦମ। ସେ ନିଜ ପିତାମାତା ଶିବ ଆଉ ପାର୍ବତୀଙ୍କ ଚାରିପଟେ 3 ଥର ବୁଲି ଆସିଲେ ଏବଂ ସେମାନଙ୍କ ପାଦ ଛୁଇଁ କହିଲେ, ମୋର ପରିକ୍ରମା ସରିଲା। ଆଚ୍ଛା। ଯେତେବେଳେ ଶିବ କାରଣ ପଚାରିଲେ, ସେ ଉତ୍ତର ଦେଲେ, ଶାସ୍ତ୍ର କୁହେ, ପିତାମାତା ହିଁ ସମଗ୍ର ସୃଷ୍ଟିର ଉତ୍ସ
ଆପଣଙ୍କ ଭିତରେ ହିଁ ସମଗ୍ର ବ୍ରହ୍ମାଣ୍ଡ ଅଛି। ବାଃ, ତେଣୁ ଆପଣଙ୍କୁ ପରିକ୍ରମା କରିବା ଅର୍ଥ ବ୍ରହ୍ମାଣ୍ଡକୁ ପରିକ୍ରମା କରିବା। ଏହି ଉତ୍ତରରେ ତାଙ୍କର ଗଭୀର ଜ୍ଞାନ ଏବଂ ବିନୟ ଥିଲା। ଫଳରେ ଜ୍ଞାନ ଫଳଟି ତାଙ୍କୁ ହିଁ ମିଳିଲା। ଏହା ଏକ ଚମତ୍କାର କାହାଣୀ। କିନ୍ତୁ ଏଠି ମୁଁ ପୁଣି ଟିକେ ସମାଲୋଚକ ହେବାକୁ ଚାହିଁବି। ନିଶ୍ଚୟ। କେହି କହିପାରେ ଯେ କାର୍ତ୍ତିକେୟ ତ ନିୟମ ମାନି କଠିନ ପରିଶ୍ରମ କରୁଥିଲେ, ତାଙ୍କର କଣ ଭୁଲ ଥିଲା? ଏହି କାହାଣୀ କଣ କଠିନ ପରିଶ୍ରମକୁ ନିରୁତ୍ସାହିତ କରୁଛି? ବରଂ ଏହା କଠିନ ପରିଶ୍ରମ ଆଉ ବିବେକପୂର୍ଣ୍ଣ ପରିଶ୍ରମ ମଧ୍ୟରେ ପାର୍ଥକ୍ୟ ଦେଖାଉଛି। କାର୍ତ୍ତିକେୟ ନିୟମର ଅକ୍ଷରକୁ ପାଳନ କରୁଥିଲେ, କିନ୍ତୁ ଗଣେଶ ନିୟମ ପଛରେ ଥିବା ଭାବନାକୁ ବୁଝିଥିଲେ। ଆଚ୍ଛା, ଉଦ୍ଦେଶ୍ୟକୁ। ହଁ, ଉଦ୍ଦେଶ୍ୟକୁ। ପ୍ରତିଯୋଗିତାର ମୂଳ ଉଦ୍ଦେଶ୍ୟ କେବଳ ଦୌଡ଼ିବା ନଥିଲା, ବରଂ ବ୍ରହ୍ମାଣ୍ଡର ପ୍ରକୃତ ଅର୍ଥ କିଏ ବୁଝିଛି ତାହା ପରୀକ୍ଷା କରିବା ଥିଲା। ଠିକ୍। ଗଣେଶଙ୍କର ବିନୟ ତାଙ୍କୁ ସେହି ଗଭୀର ସତ୍ୟକୁ ଦେଖିବାରେ ସାହାଯ୍ୟ କଲା। ଏହା ଦର୍ଶାଉଛି ଯେ କେବଳ ଶକ୍ତି ବା ପରିଶ୍ରମ ଯଥେଷ୍ଟ ନୁହେଁ, ତା ସହିତ ବିବେକ ଏବଂ ବିନୟର ମିଶ୍ରଣ ହିଁ ପ୍ରକୃତ ଜ୍ଞାନ ଆଣିଦିଏ। ବହୁତ ସ୍ପଷ୍ଟ ହୋଇଗଲା। ତେବେ ଗଣେଶଙ୍କର କାର୍ଯ୍ୟ କେବଳ ଏକ ଚତୁର ଉପାୟ ନଥିଲା, ଏହା ଏକ ଗଭୀର ଦାର୍ଶନିକ ସତ୍ୟ ଉପରେ ଆଧାରିତ ଥିଲା। ଆଉ ଏହି ଦର୍ଶନ ଆମ ଉପନିଷଦରେ ମଧ୍ୟ। ହଁ, ତୈତ୍ତରୀୟ ଉପନିଷଦର ସେହି ପ୍ରସିଦ୍ଧ ଉପଦେଶ, ମାତୃଦେବ ଭବ, ପିତୃଦେବୋ ଭବ, ଆଚାର୍ଯ୍ୟ ଦେବୋ ଭବ। ହଁ, ମାତା, ପିତା ଆଉ ଶିକ୍ଷକଙ୍କୁ ଈଶ୍ୱରଙ୍କ ସ୍ୱରୂପ ବୋଲି ମାନିବା। ଆଉ ପୁସ୍ତିକାରେ ଏହାର କାରଣ ବହୁତ ସୁନ୍ଦର ଭାବରେ ବୁଝାଯାଇଛି। ଋଷିମାନେ ବୁଝିଥିଲେ ଯେ ଈଶ୍ୱର ନିଜେ ଆସି ଆମର ଲାଳନ ପାଳନ କରିପାରିବେ ନାହିଁ। ଠିକ୍। ତେଣୁ ସେ ନିଜର ପ୍ରତିନିଧି ଭାବରେ ଆମ ଜୀବନରେ ଏହି 3 ଜଣଙ୍କୁ ପଠାଇଛନ୍ତି। ସେମାନେ ହେଉଛନ୍ତି ଆମ ପାଇଁ ଈଶ୍ୱରଙ୍କର ଭୌତିକ ରୂପ। କିନ୍ତୁ ଆଜିର ଯୁଗରେ ଏହି ଧାରଣାକୁ ନେଇ ମଧ୍ୟ ପ୍ରଶ୍ନ ଉଠିପାରେ। ଆଜିକାଲି ତ ଜ୍ଞାନ ପାଇଁ କେବଳ ଶିକ୍ଷକ ନାହାନ୍ତି, ଇଣ୍ଟରନେଟ୍ ଅଛି। ସେହିପରି ପିତାମାତାଙ୍କ ସହିତ ମଧ୍ୟ ଜେନେରେସନ ଗ୍ୟାପ୍ ଯୋଗୁଁ ମତଭେଦ ହେବା ସ୍ୱାଭାବିକ। ଏଭଳି ପରିସ୍ଥିତିରେ ଏହି ଦେବୋଭବର ଧାରଣାକୁ କେମିତି ଦେଖିବା ଉଚିତ? ଦେଖନ୍ତୁ, ଏହାର ପ୍ରାସଙ୍ଗିକତା ଆଜି ଆହୁରି ବେଶୀ। ଦେବୋଭବର ଅର୍ଥ ସେମାନଙ୍କର ସବୁ କଥାକୁ ଆଖି ବନ୍ଦ କରି ମାନିନେବା ନୁହେଁ। ଆଚ୍ଛା। ଏହାର ଅର୍ଥ ହେଉଛି ସେମାନଙ୍କ ଭୂମିକାକୁ ସମ୍ମାନ ଦେବା। ଇଣ୍ଟରନେଟ୍ ଆମକୁ ତଥ୍ୟ ଦେଇପାରେ, କିନ୍ତୁ ପିତାମାତା ଓ ଗୁରୁ ଆମକୁ ସଂସ୍କାର ଓ ବିବେକ ଦିଅନ୍ତି। ଠିକ୍ କଥା। ଇନଫର୍ମେସନ ଆଉ ୱିଜଡମ୍ ଭିତରେ ଫରକ। ଏକଦମ। ଇଣ୍ଟରନେଟ୍ ଆମକୁ ରାତି ଅଧାରେ ଜ୍ୱର ହେଲେ ଔଷଧ ଦେବାକୁ ଆସିବନି, କିମ୍ବା ଆମେ ଭାଙ୍ଗି ପଡ଼ିଥିବା ବେଳେ ମୁଣ୍ଡରେ ହାତ ବୁଲାଇ ସାନ୍ତ୍ୱନା ଦେବନି। ହଁ, ସେ କଥା ବି ଠିକ୍। ତେଣୁ ସେମାନଙ୍କ ସ୍ଥାନ ସବୁବେଳେ ସ୍ୱତନ୍ତ୍ର। ସେମାନଙ୍କୁ ସମ୍ମାନ ଦେବା ଅର୍ଥ ନିଜ ମୂଳକୁ ସମ୍ମାନ ଦେବା। ମତଭେଦ ହୋଇପାରେ, କିନ୍ତୁ ଅସମ୍ମାନ ନୁହେଁ। ଠିକ୍ କହିଲେ। ଏହା ଥିଲା ଏହାର ତାତ୍ତ୍ୱିକ ଦିଗ। କିନ୍ତୁ କୌଣସି ଜ୍ଞାନ ସେତେବେଳେ ଯାଏ ଅସମ୍ପୂର୍ଣ୍ଣ ଯେତେବେଳେ ଯାଏ ତାକୁ ଆମେ ଆମ ଦୈନନ୍ଦିନ ଜୀବନରେ ପ୍ରୟୋଗ ନ କରିଛୁ। ନିଶ୍ଚିତ। ପୁସ୍ତିକାରେ ଏଥିପାଇଁ କିଛି ବ୍ୟବହାରିକ ଉପାୟ ଦିଆଯାଇଛି। ହଁ, 3ଟି ବହୁତ ସରଳ କିନ୍ତୁ ଶକ୍ତିଶାଳୀ ଅଭ୍ୟାସ ବିଷୟରେ କୁହାଯାଇଛି। ପ୍ରଥମଟି ହେଉଛି ସକାଳର ଆଶୀର୍ବାଦ। ମାନେ? ପ୍ରତିଦିନ ସକାଳେ ଘରୁ ବାହାରିବା ପୂର୍ବରୁ, ବିଶେଷ କରି ସ୍କୁଲ ବା କାମକୁ ଯିବା ପୂର୍ବରୁ ନିଜ ପିତାମାତାଙ୍କ ପାଦ ଛୁଇଁ ପ୍ରଣାମ କରିବା। ଏହି ପ୍ରଥାଟି ଆମ ସଂସ୍କୃତିରେ ଅଛି, କିନ୍ତୁ ଆଜିକାଲି ଅନେକଙ୍କୁ ଏହା ପୁରୁଣାକାଳିଆ ଲାଗିପାରେ। ଏହା ପଛର ମନୋବୈଜ୍ଞାନିକ କାରଣ କ'ଣ ହୋଇପାରେ? ଦେଖନ୍ତୁ, ଏହା କେବଳ ଏକ ଧାର୍ମିକ କର୍ମକାଣ୍ଡ ନୁହେଁ, ଏହା ଏକ ଶକ୍ତିଶାଳୀ ମନୋବୈଜ୍ଞାନିକ ଅଭ୍ୟାସ। ଯେତେବେଳେ ଆମେ ସକାଳୁ ସକାଳୁ କାହା ଆଗରେ ମୁହଁ ନୋଉ, ସେତେବେଳେ ଆମେ ନିଜ ଅଜାଣତରେ ଆମ ଅହଙ୍କାର ଉପରେ ଏକ ଛୋଟ ଆଘାତ କରୁ। ଏହା ଦିନ ଆରମ୍ଭରୁ ଆମକୁ ମନେ ପକାଇ ଦିଏ ଯେ ଆମ ଉପରେ ଆଶୀର୍ବାଦର ଏକ ଛାତ ଅଛି। ଆଚ୍ଛା। ଦ୍ୱିତୀୟ ଉପାୟଟି ହେଉଛି ଆଗ ଶୁଣିବା ନିୟମ। ଏହା ତ ମୋ ମତରେ ଆଜିର ଡିଜିଟାଲ ଯୁଗ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏକଦମ। ନିୟମଟି ହେଉଛି, ଯେତେବେଳେ କୌଣସି ବୟସ୍କ ବ୍ୟକ୍ତି ଆମ ସହ କଥା ହେଉଛନ୍ତି, ସେତେବେଳେ ହାତରେ ଥିବା ଫୋନକୁ ତଳେ ରଖି ସେମାନଙ୍କ ଆଖିରେ ଆଖି ମିଶାଇ ସମ୍ପୂର୍ଣ୍ଣ ଧ୍ୟାନର ସହ ଶୁଣିବା। ଏହା ଶୁଣିବାକୁ ଯେତିକି ସହଜ, କରିବା ସେତିକି କଷ୍ଟ। ମୋ ନିଜ ସହ ଏମିତି ହୋଇଛି। ହଁ, ଏହା ଆମ ସମସ୍ତଙ୍କ ସହ ହୁଏ। ଥରେ ମୋ ମା ମୋତେ କିଛି ଜରୁରୀ କଥା କହୁଥିଲେ, ଆଉ ମୋ ଫୋନରେ ଗୋଟେ ନୋଟିଫିକେସନ ଆସିଲା। ମୁଁ ମାତ୍ର 2 ସେକେଣ୍ଡ ପାଇଁ ଫୋନକୁ ଚାହିଁଦେଲି, କିନ୍ତୁ ମୁଁ ତାଙ୍କ ଆଖିରେ ନିରାଶା ଦେଖିପାରିଲି। ସେହି ଛୋଟ କାମଟି ତାଙ୍କୁ ଜଣାଇଦେଲା ଯେ ସେହି ମୁହୂର୍ତ୍ତରେ ଗୋଟେ ନୋଟିଫିକେସନ ତାଙ୍କଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ସମ୍ପର୍କକୁ ଦୁର୍ବଳ କରିଦିଏ। ଆପଣ ଏକ ବହୁତ ଭଲ ଉଦାହରଣ ଦେଲେ। ପ୍ରକୃତରେ ଶୁଣିବା କେବଳ ଶବ୍ଦ ଶୁଣିବା ନୁହେଁ, ଏହା ଅନ୍ୟ ଜଣଙ୍କୁ ସମୟ ଏବଂ ଗୁରୁତ୍ୱ ଦେବା,
ଯେତେବେଳେ ଆମେ ଫୋନ୍ ତଳେ ରଖି କାହାକୁ ଶୁଣୁ ଆମେ ତାଙ୍କୁ କହୁ ଆପଣ ମୋ ପାଇଁ ମୂଲ୍ୟବାନ। ଠିକ୍। ଆଉ ତୃତୀୟ ଉପାୟଟି? ତୃତୀୟ ଉପାୟଟି ହେଉଛି ମୃଦୁଭାଷୀ ହେବା, ଅର୍ଥାତ୍ ଧୀର ସ୍ୱରରେ କଥା କହିବେ। କାରଣ ବିନୟୀ ବ୍ୟକ୍ତି ଜାଣନ୍ତି ଯେ ଯୁକ୍ତିର ଶକ୍ତି ସ୍ୱରର ଉଚ୍ଚତାରେ ନଥାଏ, ବରଂ ତଥ୍ୟ ଏବଂ ତର୍କରେ ଥାଏ। ଯେତେବେଳେ ଆମେ କାହା ସହ ଅସହମତ ହଉ ସେତେବେଳେ ପାଟି ବଡ଼ କରାଇବା ସହଜ, କିନ୍ତୁ ତାହା ଆମ ଯୁକ୍ତିର ଦୁର୍ବଳତାକୁ ହିଁ ଦର୍ଶାଏ। ସତ କଥା। ଜଣେ ବିନୟୀ ବ୍ୟକ୍ତି ନିଜ ମତକୁ ଦୃଢ଼ ଭାବରେ କିନ୍ତୁ ଶାନ୍ତ ଓ ସମ୍ମାନର ସହ ରଖନ୍ତି। ସେମାନେ ଜାଣନ୍ତି ଯେ ଚିତ୍କାର କରି ଆପଣ ଏକ ବିତର୍କକୁ ଚୁପ୍ କରାଇ ଦେଇପାରନ୍ତି, କିନ୍ତୁ ଜିତିପାରିବେ ନାହିଁ। ତେବେ ଏହି ସମସ୍ତ ଆଲୋଚନାରୁ ଏହାର ମୁଖ୍ୟ ବାର୍ତ୍ତା କ'ଣ? ଏହାର ସାରାଂଶକୁ ପୁସ୍ତିକାରେ ଦିଆଯାଇଥିବା ଏକ ଚମତ୍କାର ଉପମା ସାହାଯ୍ୟରେ ବୁଝାଯାଇପାରେ। ଆମ ଜୀବନଯାତ୍ରାକୁ ଯଦି ଆମେ ଏକ କାର୍ ସହିତ ତୁଳନା କରିବା, ତେବେ ଆମର ଡିଗ୍ରୀ, ମାର୍କ ଏବଂ ଦକ୍ଷତା ସେହି କାର୍ର ଇଞ୍ଜିନ୍ ପରି। ଆଚ୍ଛା, ଯାହା ଆମକୁ ଶକ୍ତି ଦିଏ। ହଁ, ଏହା ଆମକୁ ଆଗକୁ ବଢ଼ିବାର ଶକ୍ତି ଦିଏ। ଇଞ୍ଜିନ୍ ଯେତେ ଶକ୍ତିଶାଳୀ ହେବ ଆମେ ସେତେ ଦ୍ରୁତ ଗତିରେ ଯାଇପଡ଼ିବା। କିନ୍ତୁ କେବଳ ଶକ୍ତିଶାଳୀ ଇଞ୍ଜିନ୍ ଥିଲେ ତ ଚଳିବନି। ସେହି କାର୍କୁ ସଠିକ୍ ଦିଗରେ ନେବା ପାଇଁ ଆଉ ଗୋଟେ ଜିନିଷ ଦରକାର, ଆଉ ତା ହେଉଛି ଷ୍ଟିଅରିଂ ହ୍ୱିଲ୍। ଏକଦମ। ଆମର ଆଚରଣ ବା ସଦାଚାର ହେଉଛି ସେହି ଷ୍ଟିଅରିଂ ହ୍ୱିଲ୍। ବିନୟ ଏବଂ ସମ୍ମାନ ରୂପୀ ଷ୍ଟିଅରିଂ ବିନା ଦୁନିଆର ସବୁଠାରୁ ଶକ୍ତିଶାଳୀ ଇଞ୍ଜିନ୍ ଥିବା ଗାଡ଼ି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହେବା ନିଶ୍ଚିତ। ବହୁତ ସୁନ୍ଦର ଭାବରେ କହିଲେ। ତେଣୁ ଆମକୁ ଶୁଖିଲା କାଠ ନୁହେଁ, ଫଳଭରା ବୃକ୍ଷ ହେବାକୁ ପଡ଼ିବ। ଆଜିର ଏହି ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ଶ୍ରୋତାମାନଙ୍କ ପାଇଁ ଏକ ବିଚାର ଛାଡ଼ିଯିବାକୁ ଚାହୁଁଛି। ନିଶ୍ଚୟ। ଆମେ ଶୁଣିଲେ ଯେ ଶାସ୍ତ୍ର କୁହେ ପିତାମାତା ଓ ଗୁରୁ ଈଶ୍ୱରଙ୍କ ସ୍ୱରୂପ। କିନ୍ତୁ ଚାଲନ୍ତୁ ଏହି ବିଚାରକୁ ଆଉ ପାଦେ ଆଗକୁ ନେଇଯିବା। ଯଦି ଆମେ ସେହି ଈଶ୍ୱରୀୟ ଅଂଶକୁ କେବଳ ଏହି 3 ଜଣଙ୍କଠାରେ ନୁହେଁ, ବରଂ ଆମେ ଦୈନନ୍ଦିନ ଭେଟୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଖୋଜିବାକୁ ଚେଷ୍ଟା କରିବା। ଆଚ୍ଛା। ସେ ରିକ୍ସାବାଲା ହେଉ, ଅଫିସର ସହକର୍ମୀ ହେଉ କିମ୍ବା ରାସ୍ତାରେ ଯାଉଥିବା ଜଣେ ଅପରିଚିତ ବ୍ୟକ୍ତି ହେଉ, ତେବେ ଆମର ବ୍ୟବହାରରେ, ଆମ କଥାବାର୍ତ୍ତାରେ ଏବଂ ସମଗ୍ର ସମାଜ ପ୍ରତି ଆମ ଦୃଷ୍ଟିକୋଣରେ କି ପ୍ରକାରର ପରିବର୍ତ୍ତନ ଆସିପାରେ, ଏହା ଟିକେ ଭାବି ଦେଖିବେ।